ज्ञानतिमिरान्धस्य ज्ञानहीनं भवतः येन तस्मै श्रीगुरवे नमः। नारायणं नमस्कृत्य देवं देवी सरस्वती व्यासं जयमुदीरये। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदान्तस्वामिनिधे नामिने नमस्ते सारस्वती देवी गौरवाणी प्रजानने विशेषशून्यवाद पश्चात्कृते सुतारिणे नमो महावदन्याय कृष्णप्रेमप्रदायते कृष्णाय कृष्णचैतन्यनाम्ने गौरवाय नमः। श्रीनिवासाय तमात्मने बलभद्रेश्वर हरे कृष्ण। ପତା ମଥୁରାରେ ସବୁ ଆପଣଙ୍କୁ ବିଶେଷ ଧନ୍ୟବାଦ ପ୍ରଦାନ କରିବି ଯେ ଆପଣ ଏଇ ଭଗବତ ଗୀତା ଏକ୍ସପ୍ଲେନ କରିବା ପାଇଁ ସୁଯୋଗ ପ୍ରଦାନ କରିଥିବା ଯୋଗୁଁ। ଭଗବତ ଗୀତା ଏବେ ଶ୍ରୀମଦ୍ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ 33 ନମ୍ବର ଶ୍ଲୋକରେ ଏକ୍ସପ୍ଲେନେସନ ମିଳିବ। हरे कृष्ण प्रभु तुमर केते नंबर श्लोक अछि? द्वितीय अध्याୟରେ 30 नंबर श्लोक। ठीक अछि स्टार्ट करो। देहि नित्यं बाधेय देह सर्वस्य भारतः तस्मात् सर्वाणि भूतानि न त्वं शोचितुमर्हसि। ଅନୁଭବ हे भरत वंशज ଏ ଶରୀର ମଧ୍ୟରେ ଯେ ବାସ କରୁଛି ଅର୍ଥାତ୍ ଦେହି ନିତ୍ୟ ବା ସନାତନ ଅଟେ ତାକୁ କଦାପି ବଧ କରାଯାଇ ପାରିବ ନାହିଁ। ତେଣୁ ଆମେ କାହାରି ପାଇଁ ଦୁଃଖ କରିବା ଆବଶ୍ୟକ ନାହିଁ। ଏକ୍ସପ୍ଲେନେସନ ହେଲା ଆତ୍ମା ସବୁ ସମୟରେ ସମାନ ରହିଥାଏ। ଆତ୍ମାର ନାହିଁ ଜନ୍ମ ଥାଏ ନାହିଁ ଆତ୍ମାର ମୃତ୍ୟୁ ଥାଏ। ଆତ୍ମା ଅମର। ଆତ୍ମା 84 हरे ଏତେ कृष्ण तुम्हें ଛୋଟ अनुवाद और भावार्थ दीटा पढ़लो प्रभु? ଭାବାର୍ଥ ବି ପଡିବ। हाँ सब पढ़ियार अछि अनुवाद और भावार्थ तापरे। ବର୍ତ୍ତମାନ ବର୍ତ୍ତମାନ ଭଗବାନଙ୍କ ଅପରିବର୍ତ୍ତନୀୟ ଆତ୍ମା ସମ୍ବନ୍ଧୀୟ ଉପଦେଶ ଉପସଂହାର କରୁଛନ୍ତି। ବିଭିନ୍ନ ପ୍ରକାରରେ ଆମର ଆତ୍ମା କଥା ବର୍ଣ୍ଣନା କରି ଭଗବାନ ଶ୍ରୀକୃଷ୍ଣ ବର୍ତ୍ତମାନ ପ୍ରମାଣ କରୁଛନ୍ତି ଯେ ଆତ୍ମା ଅମର ବା ନିତ୍ୟ ଏବଂ ଏ ଶରୀର ଅନିତ୍ୟ। ତେଣୁ ଅର୍ଜୁନଙ୍କର ଏହି ଯେଉଁ ଆଶଙ୍କା ରହିଛି ଯେ ତାଙ୍କୁ ପିତାମହ ଭୀଷ୍ମ ଓ ଗୁରୁ ଦ୍ରୋଣ ଯୁଦ୍ଧରେ ମରିଯିବେ ଏହା ବୃଥା। ପୁନଶ୍ଚ କ୍ଷତ୍ରିୟ ହିସାବରେ ଏହି ଆଶଙ୍କା ବଶବର୍ତ୍ତୀ ହୋଇ କର୍ତ୍ତବ୍ୟ ତ୍ୟାଗ କରିବା ଉଚିତ ନୁହେଁ। ଭଗବାନ ଶ୍ରୀକୃଷ୍ଣଙ୍କ ବାଣୀ ଅନୁଯାୟୀ ବ୍ୟକ୍ତିକୁ ଏହା ବିଶ୍ୱାସ କରିବାକୁ ହେବ ଯେ ଏ ଭୌତିକ ଶରୀର ବ୍ୟତୀତ ଆତ୍ମା ଅଛି। ଏପରି କିଛି କଥା ନୁହେଁ ଯେ ଆତ୍ମା ବୋଲି କିଛି ନାହିଁ କିମ୍ବା କେତେକ ରାସାୟନିକ ପ୍ରତିକ୍ରିୟାର ଫଳସ୍ୱରୂପ ଏକ ନିର୍ଦ୍ଦିଷ୍ଟ ଭୌତିକ ପରିପକ୍ୱ ଅବସ୍ଥାରେ ଜୀବନ ଶକ୍ତି ବୃଦ୍ଧି ଲାଭ କରେ। ଯଦିଓ ଆତ୍ମା ଅମର ତଥାପି ହିଂସାଚରଣ କରିବା ଉଚିତ ନୁହେଁ। କିନ୍ତୁ ଯୁଦ୍ଧ ସମୟରେ ଯେତେବେଳେ ଏହାର ଆବଶ୍ୟକତା ରହିଅଛି ସେତେବେଳେ ଏହା ଆଚରଣୀୟ। ସେ ଆବଶ୍ୟକତା ଭଗବାନ ଅନୁମୋଦନ କ୍ରମେ ଉପଲବ୍ଧ ହେବା ଉଚିତ। ତାହା ବ୍ୟକ୍ତିର ନିଜ ଇଚ୍ଛା ଅନୁଯାୟୀ ଆଚରଣୀୟ ନୁହେଁ। ଏପରି ପ୍ରଥମ ଇଏରେ କୁହାଗଲା କି ଆତ୍ମା ନାହିଁ ଆତ୍ମାର ମୃତ୍ୟୁ ଥାଏ ଆତ୍ମା ଅମର। ଛୋଟ ଜୀବ ଯେମିତି ହେଲା ଜୀବାଣୁ ପରେ ଛୋଟ ଜୀବାଣୁ ଧରିକରି ହାତୀ ତିନି ପରେ ବୃହତ ଜୀବ ପର୍ଯ୍ୟନ୍ତ ଯେତେ ବି 84 ଲକ୍ଷ ଜୀବଜନ୍ତୁ ରହିଛନ୍ତି ବୃକ୍ଷ ଲତା ରହିଛନ୍ତି ସେମାନଙ୍କ ମଧ୍ୟରେ ଆତ୍ମା ରହେ। ଏ ଆତ୍ମା ନିତ୍ୟ ତାର କୌଣସି ପ୍ରକାର ତାକୁ କ୍ଷୟ କରି ହେବନି, କ୍ଷୟ କରି ହୁଏନି। ଭଗବତ ଦ୍ୱିତୀୟ ଅଧ୍ୟାୟ 23 ନମ୍ବର ଶ୍ଲୋକରେ କୃଷ୍ଣ କହିଛନ୍ତି ନମାମି ଛିଦନ୍ତି ଶସ୍ତ୍ରାଣି ନା ନମାମି ଜୟନ୍ତି ପାବକା ନା पावक न चिन्मय केलदंत अपो न शस्यति मर्त। आत्मा को शस्त्र द्वारा चिन्मय କରିହେବ ନାହିଁ କିମ୍ବା ଅଗ୍ନି ଦ୍ୱାରା ଜଳାଇ ହେବ ନାହିଁ କିମ୍ବା ପାଣି ଦ୍ୱାରା ତାହାକୁ ଭିଗାଇ ହେବ ନାହିଁ, ନାହିଁ ବାୟୁ ଦ୍ୱାରା ତାହାକୁ ଶୁଷ୍କ କରିହେବ। ଆତ୍ମା ହେଉଛି ନିତ୍ୟ।
ଯେମିତି ଶରୀର ଭୌତିକ ଏମିତି ଗୋଟେ ଶରୀର ପାଇଁ ତାର ମୂଳ ହଉଛି, ସାଧାରଣତଃ ଲୋକମାନେ ଭାବୁଥାନ୍ତି ଯେ ଶରୀର ପାଇଁ ଏହି ଭୌତିକ ଜିନିଷ ଯାହା ଏଥିରେ ତିଆରି ହେଇଛି ରକ୍ତ ମାଂସ ହାଡ଼ ସେତିକି ହିଁ ପର୍ଯ୍ୟାପ୍ତ ଗୋଟେ ଶରୀର ଚଲାଇବ, କିନ୍ତୁ ସେ ନୁହେଁ। ଶରୀର ମଧ୍ୟରେ ଆତ୍ମା ରହିଛି ଯାହା ଦ୍ୱାରା ଏ ଶରୀର ପରିଚାଳିତ ହଉଛି। ଯେମିତିକି ଗୋଟେ ପ୍ଲେନରେ ସବୁ ପ୍ରକାରର ପ୍ରପାତ କୁହନ୍ତି, ଯେମିତି ପ୍ଲେନରେ ଗୋଟେ ସବୁ ପ୍ରକାର ଯନ୍ତ୍ର ଆଗରୁ ହିଁ ଥାଏ, କିନ୍ତୁ ତାକୁ ଚଲେଇବା ପାଇଁ ନିର୍ଦ୍ଦିଷ୍ଟ ପାଇଲଟ ଆବଶ୍ୟକତା ରହିଥାଏ। ସେମିତି ଏ ଶରୀର ମଧ୍ୟ ସେମିତି ତାର ଶରୀର ସମସ୍ତ ପ୍ରକାରର ଇନ୍ଦ୍ରାଂଶ ରହିଥିଲେ ମଧ୍ୟ ତାହାକୁ ଚଲେଇବା ପାଇଁ ଆତ୍ମା ରହିଥାଏ। ବହୁତ ତଥ୍ୟ 22 ନମ୍ବର ଶ୍ଲୋକରେ କୃଷ୍ଣ କହିଛନ୍ତି, वैशंसि जीर्णानि यथा विद्युः नवीन गृहते निरूपणे तथा शरीराणि विहाय विहाय जीर्णानि नित्यान्ति सन्ताति नवानि देहि। ଏପରି ମନୁଷ୍ୟମାନେ ନିତ୍ୟ ଦିନ ଅବସ୍ଥା ପରିବର୍ତ୍ତନ କରିଥାନ୍ତି, ସେପରି ଆତ୍ମା ମଧ୍ୟ ନୂଆ ନୂଆ ନିଜର କର୍ମ ଅନୁସାରେ ନିଜ ମୃତ୍ୟୁ ସମୟରେ ଯେମିତି ଚିନ୍ତାଧାରା ରହିଥାଏ, ସେ ହିସାବରେ ନୂତନ ଶରୀର ଏହା ନୂତନ ନିମ୍ନତର ଜୀବକୁ ଶରୀରକୁ ପାଇବା ପ୍ରାପ୍ତ ହୋଇଥାଏ। ତାପରେ ଶ୍ରୀକୃଷ୍ଣ କହିଛନ୍ତି ଯେ ଏ ଭୌତିକ ଜିନିଷକୁ ରଖିକି ଏହାକୁ କେବେ ହେଲେ ଦୁଃଖ ଅନୁଭବ କରିବା ଉଚିତ ନୁହେଁ। ଯେପରି ଅର୍ଜୁନଙ୍କ ପରିସ୍ଥିତି ଏମିତି ହେଇଥିଲା ଯେ ତାଙ୍କ ସମ୍ମୁଖରେ ତାଙ୍କ ନିଜର ପରିଜନ ଭୀଷ୍ମ ପିତାମହ, ତାଙ୍କ ଗୁରୁ ଦ୍ରୋଣ, ତାଙ୍କ ଭାଇ ମାନେ ରହିଥିଲେ, କିନ୍ତୁ ସେ ସମୟରେ ସେ ଚିନ୍ତା କରିପାରିନଥିଲେ ଯେ ନିଜ ଭାଇ ଗୁରୁଜନ ପରିଜନ କିପରି ସେ ଯୁଦ୍ଧ କରିବେ। କିନ୍ତୁ ସେ ସମୟରେ କୃଷ୍ଣ ତାଙ୍କୁ ବୁଝାଇଲେ ଯେ ଏ ଶରୀର ହଉଛି ମରଣଶୀଳ, ସେ ତାଙ୍କ ଭାଇ ଆଉ ପରିଜନ ମାନେ ଦିନେ ନା ଦିନେ ନିଶ୍ଚୟ ମୃତ୍ୟୁକୁ ଗ୍ରହଣ କରିବେ। ଆଉ ଅର୍ଜୁନ ତୁମର ଯେହେତୁ ତୁମେ କ୍ଷତ୍ରିୟ, ତେଣୁ ତୁମର କର୍ତ୍ତବ୍ୟ ହେଉଛି ଯୁଦ୍ଧ କରିବା। ଆଉ ଧର୍ମ ସଂସ୍ଥାପନ ପାଇଁ ଯୁଦ୍ଧର ଆବଶ୍ୟକତା ରହିଛି। ଆତ୍ମା ଆତ୍ମାକୁ ନଷ୍ଟ କରାଯାଇ ପାରିବ ନାହିଁ, ଏହା ଅର୍ଥାତ ଏଟା ନୁହେଁ ଯେ ଆମେ ସମସ୍ତଙ୍କୁ ମାରି ଚାଲିବା। ଶାସ୍ତ୍ରରେ ହିଂସା ପାଇଁ ମନା କରାଯାଇଥାଏ, କିନ୍ତୁ ଯୁଦ୍ଧ ସମୟରେ ଶାସ୍ତ୍ର ହିଂସା ମନା କରେ ନାହିଁ। ଆଉ ଆତ୍ମାର ସ୍ୱରୂପ ହଉଛି କୃଷ୍ଣଙ୍କର ଦାସତ୍ୱ। ଆଉ ଆମେ ଏହି ଚିନ୍ତା କୃଷ୍ଣଙ୍କ ଠାରୁ ଦୂରେଇ ହେଇ ଆମେ ତାଙ୍କୁ ଭୁଲି ଭୌତିକ ଶରୀର ପ୍ରାପ୍ତ ହୋଇছে ଓ ଏ ସଂସାର ମାୟାରେ ରହି ସମସ୍ତ ଭୌତିକ ଜିନିଷକୁ ନିଜର ଭାବୁଛେ ଆଉ ନିତ୍ୟ ବୋଲି ଭାବୁଛେ। ସେହିପରି ଆମ ଶରୀରକୁ ବି ଆମେ ଏହି କ୍ଷୟଶୀଳ ଶରୀରକୁ ବି ଆମେ ନିତ୍ୟ ବୋଲି ମନୋଭାବ କରିଛେ। ଯେ ବୈଷ୍ଣବ ସଂଘରୁ ମୁଁ ଗୋଟେ ଲାଇନ କୋଟ କରିବି। ଗୋବିନ୍ଦ ଗୋବିନ୍ଦ କୃଷ୍ଣ ଦାସ କବିରାଜଙ୍କର ବୈଷ୍ଣବ ସଂଘରୁ ଗୋଟେ ଲାଇନ କୋଟ କରିଛି। ଏ ଧନ ଯୌବନ ପୁତ୍ର ପରିଜନ ଏହା କି ଅଛି ପ୍ରୀତିରେ କମଲ ଦଳ ଜଳ ଜୀବନ ଟଲମଲ ବଜା ହଉ ହରିପଦ ନୀତିରେ। ଏ ଏ ଯେତେ ବି ଭୌତିକ ଜିନିଷ ହେଲା, ଧନ ହେଲା, ରମଣୀ ହେଲା, ପୁତ୍ର ପରିଜନ, ଯେତେ ବି ନିଜ ସଗାୟ ସମ୍ବନ୍ଧୀ ରହିଲେ, ସେମାନେ କେବଳ ଏଇ ଭୌତିକ ସଂସାର ପାଇଁ କ୍ଷଣଶୀଳ। ଆଉ ଜୀବନ
ପଦ୍ମ ପତ୍ରରେ ଥିବା ଅ, ଜଲର ବୁନ୍ଦା ପରି ସବୁବେଳେ ତାର କେବେ ବି ସ୍ଥିର ରହେନି, ସେ ସବୁବେଳେ ତାର ମୁଭମେଣ୍ଟରେ ରହିଥାଏ। ଏମିତି ଆମର ଜନ୍ମ ମୃତ୍ୟୁ ଆମର କେମିତି ସମୟରେ ମୃତ୍ୟୁ ହବ ତାର କିଛି ଭରସା ନାହିଁ, ତ ଆମକୁ ପ୍ରତିଦିନ କୃଷ୍ଣଙ୍କୁ ଚିନ୍ତା କରିବାର ଅଛି, ସବୁ ସମୟରେ କୃଷ୍ଣଙ୍କୁ ଚିନ୍ତା କରିବାର ଅଛି। ଯେମିତି ଗୋଟେ ପ୍ରେମିକ ତାର ପ୍ରେମିକୁ ସବୁବେଳେ ଉଁ, ତାର ଚିନ୍ତାରେ ସବୁବେଳେ ନିଜ ସମୟ ବ୍ୟତୀତ କରେ, ସେହିପରି ହିଁ ଆମକୁ କୃଷ୍ଣଙ୍କୁ ସବୁ ସମୟରେ ନିଜ ନିଜ ଚିତ୍ତରେ ଧାରଣ କରିବା ଅଛି ଓ ସବୁ ସମୟରେ ମନେ କରିବାର ଅଛି। ଯେ ସମୟରେ ଆମେ ନିଜକୁ କୃଷ୍ଣ ଆଉ ସେ କୃଷ୍ଣଙ୍କ ଠାରୁ ସ୍ୱତନ୍ତ୍ର ଓ ନିଜକୁ ସବୁ କିଛି ଜିନିଷର କର୍ତ୍ତା ଭାବେ ନିଜକୁ ନିଜକୁ ସମ୍ବୋଧନ କରି ବସୁ, ସେତେବେଳେ ଆମ ଭିତରେ ଅହଙ୍କାର ରହିବ। ତାହା ହିଁ ଆମର ଭୌତିକ ଜିନିଷରେ ଆଟାଚମେଣ୍ଟର କାରଣ ହୋଇଥାଏ। କିନ୍ତୁ ଭଗବାନ ହେଉଛି ପରମ ପୁରୁଷ, ସବୁ ଜୀବର ବୀଜପ୍ରତ ପିତା, ତେଣୁ ଆମକୁ ତାଙ୍କ ପାଖରେ ଦାସତ୍ୱ ହେଲେ ତାଙ୍କ ଚରଣ କମଳରେ ସରେଣ୍ଡର ହେବାର ଅଛି, ଏହା ଦ୍ୱାରା କି ଆମେ କୃଷ୍ଣଙ୍କୁ ପ୍ରାପ୍ତ ହେବାର ସୁବିଧା ହେବ। ହରେ କୃଷ୍ଣ ପ୍ରଭୁ ସରିଲା କି? ହରେ କୃଷ୍ଣ। ହଁ, ତମର ହେଲା ମୁଖ ବୋଧେ? ଦେଖାଅନି, ତମ ମୁହଁ ହରେ କୃଷ୍ଣ ଦେଖାଅନି। ପ୍ରଭୁ, ହରେ ହଁ, କୃଷ୍ଣ। ଏବେ ସରିଲା। ଦେଖା। ପୁରା ଦେଖାଅନି, ଗୋଟେ ଆଖି ଦେଖାଅଛି। ହରେ କୃଷ୍ଣ। ହଉ, ତ କଣ ତମେ କହିଲ ଟିକେ ଆଉ ଥରେ ଗୋଟେ ଲାଇନ କି ଦି ଲାଇନରେ ସମରାଇଜ କଲ। ଆଉ କହିଲି ଯେ ଶରୀର ହେଉଛି କ୍ଷୟଶୀଳ ଆଉ ଆତ୍ମା ହେଉଛି ନିତ୍ୟ। ଆଉ ଆମେ କୃଷ୍ଣଙ୍କ ଠାରୁ ନିଜ ମାନେ କର୍ତ୍ତା ମନୋଭାବ ନେଇ ଆମେ କୃଷ୍ଣଙ୍କୁ ଅହଙ୍କାର କରି କୃଷ୍ଣଙ୍କ ଠାରୁ ଦୂରେଇ ହେଇଯାଇଛୁ, ଭୌତିକ ଜଗତରେ ସଂସାର ପଶି ଆଉ ନିଜକୁ ଶରୀର ବୋଲି ବିବେଚନା କରିଛୁ। ଆଉ କୃଷ୍ଣଙ୍କୁ ଚିନ୍ତା କରି କୃଷ୍ଣଙ୍କୁ ଆମେ ଦାସ ମାନେ କମ୍ପ୍ଲିଟ ସରେଣ୍ଡର ଏଇ ଆମେ କୃଷ୍ଣଙ୍କ ପାଖକୁ ଫେରିପାରିବା ନିତ୍ୟ ବୋଲଉଥାଉ। ଓକେ, ଧନ୍ୟବାଦ। ପ୍ରଭୁ ବହୁତ ସୁନ୍ଦର ଭାବେ ବୁଝେଇଲେ କି ଆମେ ଶରୀର ଚେତନାରେ ନ ରହିକି ଯଦି ଆତ୍ମ ତତ୍ତ୍ୱବିତ୍ ହବା ତାହେଲେ ଗୋଲୋକ ବୃନ୍ଦାବନ ନିଶ୍ଚୟ ଆମେ ଯାଇପାରିବା। ତାପରେ ଅଲଗା ଜିନିଷ ବି ଅଛି। ତ ଦୁଇଟି ପ୍ରଶ୍ନ ମୁଁ ପଚାରିବା ପାଇଁ ଚାହିଁବି। ଦୀପ୍ରପାଦ ଭାବାର୍ଥରେ ଲେଖିଛନ୍ତି କି ଆମେ ସମସ୍ତେ ମରିଯିବା, ସବୁ କୁକୁଡା ମାନେ ବି ମରିଯିବେ, ତାହେଲେ ଆମେ ମରିବା ସେ ମରିବେ, କିନ୍ତୁ ଆମେ ତାଙ୍କୁ ମାରିକି ମରିଲେ ତାଙ୍କୁ ଖାଇଦେଇକି ମରିଲେ କଣ ଅସୁବିଧା ଅଛି? ତ ଜୀବ ହିଂସା କରିବା ପାଇଁ କାହିଁକି ବାରଣ କରାହଉଛି? କିଏ କହିବ? ଶୁଭଶ୍ରୀ ମାତାଜୀ କହିବ? ଅନମ୍ୟୁଟ କରି କହିଲ। କୁକୁଡ଼ା ବି ତ ମରିବ, ଆମେ ବି ତ ମରିବୁ, କିନ୍ତୁ ମୁଁ ତାକୁ ଯଦି ମାରିକି ଖାଇଦେବି ଆଟଲିଷ୍ଟ ମୁଁ ତ ସାଟିସ୍ଫାଏଡ ହେଇଯିବି। କଣ ତା ଉତ୍ତର ହବ? ଓକେ, ଆଉ ଗୋଟେ ପ୍ରଶ୍ନ ଓମ୍ ପ୍ରଭୁଙ୍କ ପାଇଁ। ତମେ ଯୋଉଟା କହିଲ କି ଯଦି ଏମିତି ଭାବନ୍ତି କି କି ଲାଭ ଅଛି ବଞ୍ଚିକି ଜୀବନରେ, ଏ ସବୁ କିଛି ମୃତ୍ୟୁର। ଆଚ୍ଛା, ମୋ ଭିଡିଓ ଦେଖା ହଉଛି କି ଓମ୍ ପ୍ରଭୁ? ଆଜ୍ଞା ପ୍ରଭୁ। ଓକେ, କେହି ଯଦି ପ୍ରଶ୍ନ କରନ୍ତି କି ସବୁ କିଛି ତ ମୃତ୍ୟୁ ସମୟରେ ଆମ ପାଖରୁ ପଳେଇବ, ତାହେଲେ ଜୀବନ ବଞ୍ଚିକି କି ଲାଭ ଅଛି? ୟା ଫିର ଆମେ ଯେତେ ସମ୍ପର୍କ ବନଉଛେ ଦୁନିଆରେ, ତାହେଲେ କି ଲାଭ ଅଛି? ଓକେ, ତ ଏ ପ୍ରଶ୍ନର ଉତ୍ତର ଓମ୍ ପ୍ରଭୁ ତମେ ଭାବୁଥାଅ। ଆମେ ପ୍ରଥମ ପ୍ରଶ୍ନକୁ ଆସିବା। ଯେମିତି କହିଲେ ପ୍ରଥମ ପ୍ରଶ୍ନରେ ଜୀବ ହତ୍ୟା, ତ ତାକୁ ଆମେ କେମିତି ବୁଝିବା? ଶୁଭଶ୍ରୀ ମାତାଜୀ ଅନମ୍ୟୁଟ କରି କହିବ? हरे कृष्ण प्रभु। ହଁ, କୁହନ୍ତୁ। ଓ ତମେ ଆଉ ଗୋଟେ ମିନିଟ ଭାବୁଥାଅ, ଆମେ ଟିକେ ବୁଲି ଆସିବା। ଅଙ୍କିତା ମତେ ତୁମେ କହିଲ? हरे कृष्ण प्रभु, दंडवत प्रणाम।
ହଉଛି ଯେମିତି ଜୀବ ମାନଙ୍କ ଭିତରେ ବି ଆତ୍ମା ଅଛି ନା, ଯୋଉଟା କି ମାନେ ତାଙ୍କ ଭିତରେ ବି ଆତ୍ମା ଅଛି ଏବଂ ପରମାତ୍ମା ବି ତାଙ୍କ ଭିତରେ ବାସ କରନ୍ତି। ଆଉ ଆମେ ତାଙ୍କୁ ଜୀବନ ଦେଇନୁ, ତ ଭଗବାନ ତାଙ୍କୁ ଜୀବନ ଦେଇଛନ୍ତି। ତ ଆମର କୌଣସି ବି ଅ ତାଙ୍କ ଉପରେ ରାଇଟ୍ସ ନାହିଁ ଯେ ଆମେ ତାଙ୍କୁ ମାରି ପାରିବୁ ବୋଲି। ଆଉ ସେକେଣ୍ଡରେ ଗୀତାରେ ବି ଭଗବାନ କହିଛନ୍ତି ଯେ କୌଣସି ବି ଜୀବକୁ ନା କି ଫିଜିକାଲି ନା କି ମେଣ୍ଟାଲି କିଛି ହାର୍ମ ପହଞ୍ଚେଇବା ଉଚିତ, ଯାହା ଦ୍ୱାରା ଆମକୁ ବହୁତ ବଡ ପାପ ବି ଲାଗେ, ଯୋଉଟା କି ଆମକୁ ଆଜ ଏ ହ୍ୟୁମାନ ସେଟା ବି କରିବା ଉଚିତ ନୁହେଁ। ତ ଆମେ ଯଦି ବି ସେଇଟା କରୁଛେ ତାହେଲେ ଆମେ ଭଗବତ ଧାମକୁ ଯିବା ପାଇଁ ଯୋଉ ଆମେ ସେ ଯୋଉ ରାସ୍ତାରେ ଅଛୁ ତାର ବହୁତ ଦୂରକୁ ଚାଲିଯିବୁ, ଏବଂ ଆମର ନେକ୍ସଟ ଲାଇଫରେ ଆମେ ବି ସେମିତି ଗୋଟେ ଛୋଟ ଜୀବ କି ଗୋଟେ ଛୋଟ ଜୀବ ହିସାବରେ ଜନ୍ମ ନେଇପାରୁ, ଯାହାର କି ମାନେ ଅପଲିଫ୍ଟମେଣ୍ଟ ହେଇପାରିବନି, ସେ ଆଉ ଭଗବତ ଧାମ କେବେ ବି ଯାଇପାରିବନି। ତ ଆମେ ସେଇ ପାପ କରିବାରୁ ବି ବଞ୍ଚିତ ହବା କଥା। ସେଥିପାଇଁ ଆମେ କୌଣସି ଜୀବକୁ ବି ମାନେ ଫିଜିକାଲି ବି ହାର୍ମ କରିବା କଥା ନୁହଁ, ନା କି କୌଣସି ମଣିଷ ମାନଙ୍କୁ ବି ମେଣ୍ଟାଲି ହାର୍ମ କରିବା କଥା। କୃଷ୍ଣ ପ୍ରଭୁ। ସେଇଟା ଆପଣ ଠିକ କହିଲେ ଯେ, କିନ୍ତୁ ଆମେ ତ ଶରୀର ନୁହେଁ ନା, ଆମେ ଆତ୍ମା ତ ଅବିନାଶୀ। ଶରୀରକୁ କଷ୍ଟ ହେଲେ ଏମିତି ତ କଷ୍ଟ ହେଇକି ମରିଥାନ୍ତା, ମଲା ପୂର୍ବରୁ କାହାର ଟିକେ ଭଲା କରିଦେଲେ କଣ ଲାଭ ଅଛି, ମାନେ ଅସୁବିଧା ଅଛି। ତ ଆମେ ନର୍ମାଲି ଗୋଟେ ଜୀବର ଗୋଟେ କେବଳ ଟେଷ୍ଟ ପାଇଁ ତ ଗୋଟେ ଜୀବଟାକୁ ମାରି ପାରିବୁନି ନା, କାରଣ ଆମର କୌଣସି ବି ଅଧିକାର ନାହିଁ ଯେ ସେ ଜୀବକୁ ମାରିବା ପାଇଁ, କାରଣ ଆମେ ତାକୁ ଜୀବନ ଦେଇନୁ। ଆମେ ଆତ୍ମାକୁ ମାରୁନେ ନା ମାତାଜି, ଆମେ ଶରୀରକୁ ନଷ୍ଟ କରୁଛେ। ଶରୀର ତ ଏମିତି ପଞ୍ଚ ମହାଭୂତରେ ଗଢା, ପଞ୍ଚ ମହାଭୂତରେ ଲୀନ ହେଇଯିବ। ସେଠି ଲୀନ ହବା ଅପେକ୍ଷା ଆମ ଯିବାରେ କି ପେଟ ଭିତରେ ଲୀନ ହେଇଗଲେ ତାହେଲେ ଆମେ ସାଟିସ୍ଫାଏଡ ହେଇଯିବା। ଗୋଟେ ଲୋକ କୁହନ୍ତି, ତେଣୁ ଆମେ କଣ କହିପାରିବା। ଓକେ, ତୁମେ ଭାବୁଥାଅ, ସେକେଣ୍ଡ ପ୍ରଶ୍ନ ହିଁ ଭାବୁଥାଅ, ସେକେଣ୍ଡ ପ୍ରଶ୍ନଟା ଇମ୍ପୋର୍ଟାଣ୍ଟ। ଯେମିତି କହିଲି କି ଏ ଦୁନିଆରେ ବହୁତ ଲୋକ ଅଛନ୍ତି ତାଙ୍କ ପାଖକୁ ବେଳେ ବେଳେ ସୁଇସାଇଡ ଥଟ୍ ଆସେ। ଏ ଜୀବନରେ ତ ସବୁ କିଛି ମରିବା ସମୟରେ ଆମ ପାଖରେ କିଛି ବି ରହିବନି, ତାହେଲେ ଏତେ ସମ୍ପର୍କ, ବନ୍ଧୁ ବାନ୍ଧବ, ଏତେ ଆଚିଭମେଣ୍ଟ, ମେଟେରିଆଲ ଆଚିଭମେଣ୍ଟ ଯାହା ବି ହଉ, ଆମେ କଣ କି ଲାଭ ଅଛି। ଓକେ, ତ ୟାର ଉତ୍ତର ଏଇ ଶ୍ଲୋକର ଭାବାର୍ଥ ଆଉ ଟ୍ରାନ୍ସଲେସନ ଆମକୁ ଖୋଜିବାର ଅଛି। ସମସ୍ତେ ଭାବୁଥାଅ, ତାପରେ ଆମେ ପଛ ପ୍ରଶ୍ନର ଉତ୍ତରଟା ଦେଖି ଆସିବା। କିଏ କହିବ ନେକ୍ସଟ? କାମିନୀ ମାତାଜୀ କହିଲ। ହରେ କୃଷ୍ଣ ପ୍ରଭୁ, ଦଣ୍ଡବତ ପ୍ରଣାମ। ଆଉଥରେ କ୍ୱେଶ୍ଚିନ୍ ଟା। ଜୀବ ହିଂସା କରାହଉଛି, ଯୋଉ ଲୋକମାନେ ମାଛ ମାଂସ ଖାଉଛନ୍ତି ହେଲା, ସେ କହୁଛନ୍ତି କି ଶରୀର ତ ଏମିତି ଶାଶ୍ଵତ ନୁହେଁ, ନାଶଶୀଳ, ଆଉ ଆମେ ତ କାହାର ଆତ୍ମାକୁ ହତ୍ୟା ବି କରିପାରିବାନି, ତାହେଲେ ଆମେ ଖାଇବାରେ କି ଅସୁବିଧା ଅଛି। ଏଇଭଳି ମନୋଭାବ ଟା ସମସ୍ତଙ୍କର ଅଛି। ଆମେ ଯେମିତି ଆମ ଭିତରେ ଯେମିତି ଆତ୍ମା ପରମାତ୍ମା ବାସ କରନ୍ତି, ସେମିତି ସବୁ ପଶୁ ପକ୍ଷୀଙ୍କ ଭିତରେ ବି ଆତ୍ମା ଆଉ ପରମାତ୍ମା ବି ଅଛନ୍ତି। ଆମେ ଯେମିତି ଭଗବାନଙ୍କ ଗୋଟେ ସନ୍ତାନ, ସେମାନେ ବି ସେମିତି ଭଗବାନଙ୍କର ସନ୍ତାନ ଅଟନ୍ତି। ଆଉ ଆମର ଅଧିକାର ନାହିଁ ଯେ ସେମାନଙ୍କୁ ମାରିକି ଆମ ଜୀବର ଲାଳସ ପାଇଁ କି ଆମେ ଉପଭୋଗ କରିବା। ଆଉ ସେଥିପାଇଁ ମାନେ ଇତର ଜୀବ ନା, ଫାଷ୍ଟ ତୁମେ ଗୋଟେ ଜିନିଷ ଭୁଲ କହିଲ, ଆମ ଭିତରେ ଆତ୍ମା ନାହିଁ, ଆମେ ହିଁ ଆତ୍ମା। ହଁ। ଆମ ଉପରେ ଶରୀର ଟା ଘୋଡା ହେଇଛି, ଆମେ ଆତ୍ମା, ଆମ ଭିତରେ ପରମାତ୍ମା ଅଛନ୍ତି। ପରମାତ୍ମା ଅଛନ୍ତି। ତେଣୁ ସେମାନେ ଇତର ଜୀବ ଅଛନ୍ତି। ଇତର ଜୀବ ମାନେ ସେମାନେ ନିଚତର ଯୋନିରେ ସେଇ ଜୀବ ଅଛନ୍ତି, ତେଣୁ ଆମେ ତାଙ୍କୁ ମାରିକି ଖାଇପାରିବା, ମାନେ ଖାଦ୍ୟ ପଦାର୍ଥ ଭିତରେ ବି ଯାଉଛନ୍ତି ଲୋକ କହିଦଉଛନ୍ତି। କଣ କହିବାର ଅଛି ଆମକୁ? ସେଟା ଆମେ କଣ, ଆମେ ଶାକାହାରୀ, ଆମର ଖାଦ୍ୟ ହଉଛି ଯେମିତି ପନିପରିବା ଭଲ ମନ୍ଦ ଏସବୁ, କିନ୍ତୁ ଆମର କୌଣସି ଗୋଟେ ଜୀବ ହତ୍ୟା ହଉଛି ଆମ ଖାଦ୍ୟ ନୁହେଁ। ତେଣୁ ଓକେ, ଜୀବ ହତ୍ୟା ଆମର ଖାଦ୍ୟ ନୁହେଁ। ବେଳେବେଳେ ଭକ୍ତି ଜୀବନରେ ଏସବୁ ସମସ୍ୟା ଦେଖାଯାଏ। କେମିତି? ଆମେ ବାହ୍ୟ ରୂପରେ ଜୀବକୁ ହତ୍ୟା କରନ୍ତିନି, କିନ୍ତୁ ଜୀବ ହତ୍ୟାର କନସେପ୍ଟ ଟା ଈର୍ଷା ଇଏରୁ ଆସେ
कि आमे ଅଲଗା ଗୋଟେ ଜୀବକୁ ଈର୍ଷା କରନ୍ତି। ଈର୍ଷା ମାନେ କଣ? ଅନ୍ୟର ଆଧ୍ୟାତ୍ମିକ ପ୍ରଗତିରେ ଯେତେବେଳେ ବାଧା ସାଜୁଛନ୍ତି ସେତେବେଳେ ଆମେ ଅନ୍ୟକୁ ଈର୍ଷା କରୁଛନ୍ତି। ତେଣୁ କୌଣସି ଜୀବକୁ ଯଦି ଆମେ ହତ୍ୟା କରୁଛନ୍ତି, ହେଇପାରେ ସେ ଶରୀର ସେ ଯୋଉ ଯୋନି ବି ପାଇଛନ୍ତି ସେ ସେଇ ଶରୀରରେ କିଛି ଆଧ୍ୟାତ୍ମିକ ପ୍ରଗତି କରିପାରିଥାନ୍ତା। ଯଦି ଆମେ କହିବା କି କେବଳ ମଣିଷ ହିଁ ଆଧ୍ୟାତ୍ମିକ ପ୍ରଗତି କରିପାରିବ, ନା ନିଶ୍ଚୟ ଠିକ। କିନ୍ତୁ ଯଦି ଅଲଗା ଜୀବ କୁକୁଡ଼ାଟେ ସାପଟେ ଏମାନେ ଆଟଲିଷ୍ଟ ତାଙ୍କର ଆଧ୍ୟାତ୍ମିକ ପ୍ରଗତି କେମିତି କରିପାରିବେ? ତାଙ୍କର କର୍ମିକ ରିଆକ୍ସନ କୁ କମ୍ପ୍ଲିଟ କରିକି, ବୁଝିଲା? କର୍ମିକ ରିଆକ୍ସନ କୁ କମ୍ପ୍ଲିଟ କରିକି, କର୍ମିକ ରିଆକ୍ସନ ଟା ଭାବ ଗୋଟେ ନେଗେଟିଭ ଫର୍ମ ରେ ଅଛି, ତ ସେମାନେ ଆଟଲିଷ୍ଟ ଜିରୋ କୁ ଆସିଲେ ପଜିଟିଭ କୁ ଯିବେ। ସେଥିପାଇଁ ଆମେ ଯଦି ତାଙ୍କୁ ମଝିରୁ ମାରି ଦଉଛେ, ତାଙ୍କୁ ଖାଇ ଦଉଛେ, ଯାହା ବି ଅଛି, ତାହେଲେ କଣ ହବ? ତାଙ୍କର ଆଧ୍ୟାତ୍ମିକ ପ୍ରଗତିରେ ବାଧା ହିଁ ହବ। ଯଦି ତାଙ୍କ ଆଧ୍ୟାତ୍ମିକ ପ୍ରଗତିରେ ବାଧା ହବ, ତାହେଲେ କଣ ହବ? ସେଟା ଆମେ ହିଂସା କଲେ। ଯେତେବେଳେ ହିଂସା କରୁଛେ ତାର ପରିଣାମ କହିଲେ ତାର ପରିଣାମ ପାପମୟ ସ୍ଥିତି ଅଛି। କିନ୍ତୁ ଆମେ ଜାଣି ରଖିବା ଦରକାର କି ଆମକୁ ତାପରେ ଦଣ୍ଡ ବି ମିଳିବ। ତେଣୁ ଆମେ ହିଂସା କରିପାରିବାନି କେବେ। ଶରୀର, କାହିଁକି ନା ଆମେ ଶୁଦ୍ଧ ଚେତନାରେ ଯେହେତୁ ନାହାନ୍ତି, ସେତେବେଳେ ଆମେ ଶରୀର ଆଉ ଆତ୍ମା ଦିଟାକୁ ନେଇକି ଆମେ ଭକ୍ତି ଟା କରନ୍ତି। ଦେଖିଥିବୁ ସେ ରକେଟ ଉଠିଲା ବେଳେ, ରକେଟ ନା କଣ ସେଟା ଯୋଉ କଣ ତାକୁ କହନ୍ତି, ଯୋଉଟା ଆକାଶରେ ରକେଟ କୁ ଯୋଉ କଣ ଯୋଉ ଉଡେଇକି ନେଇକି ଯାଆନ୍ତି ବା, ତାପରେ ସବୁ ପଳେଇ ଆସେ। ରକେଟ ଟାଇପ ର ଥାଏ, କ୍ଷେପଣାସ୍ତ୍ର ଟାଇପ ର ଯୋଉ କଣ ଥାଏ, କ୍ଷେପଣାସ୍ତ୍ର ନୁହଁ, ଯୋଉ ମହାକାଶକୁ ଯାଆନ୍ତି, କିଏ ମନେ ପକେଇ ପାରିବ? ମୋର ମନେ ପଡୁନି। ମହାକାଶକୁ ଯୋଉ ଯାଆନ୍ତି, ଏ ଯୋଉ ଗଲା ବେଳକୁ କିଛିଟା ପାର୍ଟ ଗଳି ପଡେ, ମାନେ ସେଟା ଯାଏନି, କିଛି ଦୂରତାକୁ ନେଇକି ଯାଏ, ତାପରେ ସେ ପଳାଏ ସେପଟକୁ, ଇଏ ଗଳି ପଡେ। ସେମିତି ଏ ଯୋଉ ଶରୀରର କାମଟା କରେ। ମିସାଇଲ ହଁ, ମିସାଇଲ 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 ଗଲା ବେଳେ ତା ପୂର୍ବରୁ କିଛିଟା ପାର୍ଟ ଗୁଡା ଗଳି ପଡେ, ମାନେ 2-3 ଥର ଗଳି ପଡେ, ଆମେ ଦେଖନ୍ତି। ତ ସେଥିପାଇଁ ଶରୀରର ଆବଶ୍ୟକତା ଅଛି, ଆମେ କୌଣସି ହତ୍ୟା କରିପାରିବା, ବୁଝିଲା? ଫାଷ୍ଟ। କିନ୍ତୁ ଭକ୍ତି ଜୀବନରେ ବହୁତ ସମୟରେ ଆମେ ଜାଣତରେ ହଉ କିମ୍ବା ଅଜାଣତରେ ହଉ ଅନ୍ୟ ଡିଭୋଟିଙ୍କୁ ଫାସିଲିଟେଟ କରନ୍ତିନି। ଅନ୍ୟ ଡିଭୋଟିଙ୍କ ସହିତ ଆମେ ସେତେ କମ୍ଫର୍ଟେବଲ ହୁଅନ୍ତିନି। ଆମେ ଭାବନ୍ତି ଭକ୍ତି ଟା ପିଓର ପର୍ସନାଲ, ତେଣୁ ଆମେ ରିଜର୍ଭ ହେଇକି ରୁହନ୍ତି। କିନ୍ତୁ ଯେତେବେଳେ ଯେ କୌଣସି ମାଧ୍ୟମରେ ଯଦି ଆମେ ଭକ୍ତି ଜୀବନରେ କଣ ହୁଏ କି ଆମେ ଅନ୍ୟ ଡିଭୋଟି ମାନଙ୍କୁ ଫାସିଲିଟେଟ କରନ୍ତିନି, ଆମର ଚାଲିଚଳନ ଆଚରଣ ବ୍ୟବହାର ଦ୍ଵାରା ଭକ୍ତି କରିବା ପାଇଁ ଫାସିଲିଟେଟ କରନ୍ତିନି, ସେଇଟା ବି ଧୀରେ ଧୀରେ ହିଂସାତ୍ମକ ନେଚର ଗୋଟେ ସୂକ୍ଷ୍ମ ଅଂଶ। ଆମକୁ ଚେକ୍ କରିବାର ଅଛି। ଦେଖିବା, ମୁଁ ତ ମାଛ ମାଂସ ଖାଉନି, କିନ୍ତୁ ଭକ୍ତ ମାନେ ମୋର ପସନ୍ଦ ନୁହଁ, ସେ ପୁଣି ଫସିଯିବ। ମୁଁ ମାଛ ମାଂସ ଖାଉନି କିନ୍ତୁ ମୋର ଅନ୍ୟ ପ୍ରତି ଦୟା ଭାବ ନାହିଁ, ମୁଁ ନିଜେ ମୋର ଆରାମସେ ରହୁଛି। ମୁଁ ପ୍ରଚାର ପ୍ରସାର କିଛି କରିବା ଦରକାର ନାହିଁ, ମୁଁ ଖାଇ ପିଇବି ଭକ୍ତି କରିବି, ଯେତିକି ମୁଁ ହେତିକି। ଏଠି ସେ ପ୍ରୋବ୍ଲେମ ଅଛି। ତେଣୁ ଏଥିପାଇଁ ଜୀବ ହତ୍ୟା କରିବା ଦ୍ଵାରା ଯୋଉ ପରିଣାମ ଟା ଆମେ ପ୍ରାପ୍ତ ହୁଅନ୍ତି, ତ ଜୀବ ହତ୍ୟା କରିବା ନ କରିକି ମଧ୍ୟ ସେ ପରିଣାମ ଟା ପ୍ରାପ୍ତ ହେଇଯାଉଛନ୍ତି। ତେଣୁ ଆମକୁ ସତର୍କ ହବାର ଅଛି। ସେକେଣ୍ଡ କ୍ୱେଶ୍ଚିନ୍ ଥିଲା କି ଯଦି ମୃତ୍ୟୁ ସମୟରେ ସବୁ କିଛି ନଷ୍ଟ ହେଇଯିବ, ସମ୍ପର୍କ କିମ୍ବା ସଫଳତା ବିଫଳତା, ତାହେଲେ କର୍ମ ମାନେ ତାହେଲେ ବଞ୍ଚିକି କି ଲାଭ ଅଛି? କଣ ଉତ୍ତର ହବ ଆର? ଓମ୍ ପ୍ରଭୁ ତମେ କୁହ। ଆଉ ଯଦି କାହାର କିଛି ପ୍ରଶ୍ନ ଅଛି, ଓମ୍ ପ୍ରଭୁଙ୍କୁ ଆମେ ପଚାରିବା, ତ ସମସ୍ତେ ନିଜ ପ୍ରଶ୍ନ ରଖିପାରିବ। ଓକେ, ହଁ ପ୍ରଭୁ କୁହ। ଯେ ହଁ। କୃଷ୍ଣଙ୍କର ପ୍ରଚାର ନିମିତ୍ତ ଆଉ ଯୋଉ ନେକ୍ସଟ ଜେନେରେସନ ଆସିବ, ୟା ଫିର ବାକି ଲୋକଙ୍କୁ କୃଷ୍ଣଙ୍କ ପ୍ରତି ଆଟ୍ରାକ୍ଟ କରିବା ପାଇଁ ଆମେ ସେମାନଙ୍କ ମୁଁ ଏଇନା ସୁଇସାଇଡ କରିବା ପାଇଁ ଯାଉଛି, ତ ମତେ କହିବ ମୁଁ କୃଷ୍ଣଙ୍କ ପ୍ରଚାର କରିବି, ମୋର ଭାଇ କଣ ଦରକାର? କୃଷ୍ଣଙ୍କର ପ୍ରଚାର ହଉ କି ନ ହଉ। ବୁଝିପାରିଲ? କୋଶ୍ଚିନ୍ ଟା ଏମିତି ଅଛି, ଯଦି ଜୀବନରେ କିଛି ନାହିଁ, ମଲା ବେଳକୁ ସବୁ ସରିଯିବ, ତାହେଲେ କି ଲାଭ ଅଛି ବଞ୍ଚିକି? ଏ ସମ୍ପର୍କ, ସମ୍ପର୍କରେ ତିକ୍ତତା ସେତେବେଳେ ଆସେ ଯେତେବେଳେ ଗୋଟେ ପୂର୍ଣ୍ଣଚ୍ଛେଦ ପଡିବାର ଆଶଙ୍କା ଥାଏ। ସେଥିପାଇଁ କୁହା ହଉଛି। ମାନେ ହଉ, ତୁମେ ଭାବୁଥାଅ, ନେକ୍ସଟ ଟାଇମ ପୁଣି ବୁଲି ଆସିବା। କିଏ କହିନାହାନ୍ତି? ଉତ୍ତମ ପ୍ରଭୁ କହିବ। ସମସ୍ତେ ପାର୍ଟିସିପେଟ କରିବା ଦରକାର। ଆଉ 2-4 ମିନିଟରେ ଆମେ କ୍ଲାସ କମ୍ପ୍ଲିଟ କରିବୁ। क्वेश्चन ଟିକେ ରିପିଟ କଲେ ଆଉ। କୋଶ୍ଚିନ୍ ହେଲା ଏ କି ଆମେ ଜୀବନରେ ତ ଆମେ ମୃତ୍ୟୁ ସମୟରେ ସବୁ ଆମଠୁ ପଳେଇବ। ଏ ସମ୍ପର୍କ ପଳେଇବ, ଧନ ସମ୍ପତ୍ତି ପଳେଇବ, ସଫଳତା ବିଫଳତା ସବୁ ପଳେଇବ।
ତାହେଲେ ଆମେ କାହିଁକି ବଞ୍ଚିବା? ତ ବିଶେଷ କରିକି ଏଇ ଶ୍ଲୋକ ଆଧାରରେ ଆମେ ଶୁଣିବାର ଅଛି। 1.2.30 ଦେହି ନିତ୍ୟମବଧ୍ୟୋऽୟଂ ଦେହେ ସର୍ବସ୍ୟ ଭାରତ ତସ୍ମାତ୍ ସର୍ବାଣि ଭୂତାନି ନତ୍ୱଂ ଶୋଚିତମ୍। ପ୍ରଭୁ ଆମ ଶରୀରରେ ଯୋଉ ଆତ୍ମା ଅଛି ସେ ଶୁଦ୍ଧ ହେଇକି ଆମକୁ ଭଗବତ ଧାମ ଯିବାର ଅଛି। ତ ଆମେ ଯଦି ଶରୀର ଛାଡିଦେବା ତାହେଲେ ସେ ଆତ୍ମା ଆମ ଶୁଦ୍ଧ କରିପାରିବ ନାହିଁ, ଭକ୍ତି କରିପାରିବ ନାହିଁ। ଭକ୍ତି ଦ୍ଵାରା ହିଁ ଆତ୍ମାକୁ ଆମେ ପ୍ରପର ଭକ୍ତି କରି କୃଷ୍ଣ ଲୀନ ହେଇକି ଆତ୍ମାକୁ ଆମେ ଶୁଦ୍ଧ କରିକି ଭଗବାନ ଜାଣିବେ। କିନ୍ତୁ ଶରୀର ଛାଡିଗଲେ, ଶରୀର ଚାଲିଗଲେ ଆଉ ତ ଆତ୍ମାର କିଛି ଆଉ ଇଏ ରହିବନି ନା। ଶରୀର ଦରକାର ଆତ୍ମା ପାଇଁ ଶୁଦ୍ଧ ହେବା ପାଇଁ। ପ୍ରଭୁ କହିଲ କି ଆମେ କୃଷ୍ଣଙ୍କ ପାଖରେ ଲୀନ ହେଇଯିବା ବୋଲି? କହିଲ କି ଏମିତି? ମୁଁ ଶୁଣିଲି ଏମିତି। କୃଷ୍ଣ ଲୀନ ନା ଭଗବତ ଧାମ ଯିବା ପାଇଁ କୃଷ୍ଣ ସବୁ। ହଉ ଠିକ ଅଛି, ଠିକ ଅଛି। ପ୍ରାୟ ସେମିତି ଆନ୍ସର ଅଛି। ଯେହେତୁ ଏଠି ପ୍ରଭୁପାଦ ଲେଖୁଛନ୍ତି କି ଆତ୍ମା ଆମ ଶରୀରରେ ଯିଏ ବାସ କରୁଛି, ଯିଏ ମାନେ ଜଣେ ବ୍ୟକ୍ତି, okay? ଆମ ଶରୀରରେ ଯିଏ ବାସ କରୁଛି ସେ ହିଁ ବାସ୍ତବରେ ଅନିତ୍ୟ, ସରି ନିତ୍ୟ, ଜଣେ ସନାତନ। ତାକୁ ତ ବଦ୍ଧ କରାଯାଇ ପାରିବ ନା, ସେ ହିଁ ମୁଁ। ସେ ଆମ ଶରୀରରେ ଆତ୍ମା ବି ଅଛି, ପରମାତ୍ମା ଅଛି, କିନ୍ତୁ ଆମେ ପରମାତ୍ମା ନୁହେଁ, ଆମେ ଆତ୍ମା। ତ ସେଥିପାଇଁ ଆମେ ଯଦି ଭାବୁଛେ କି ମୃତ୍ୟୁ ସମୟରେ ସବୁ ସରିଯିବ, ଆକ୍ଚୁଆଲି ସରିବନି। ସେଥିପାଇଁ ଆଚ୍ଛା ମୁଁ ଭିଡିଓ ଦେଖା ହଉଛି କି ମୋତେ କ୍ୟାମେରା କାଇଁ ଅପ୍ ଆଣ୍ଡ ଡାଉନ ହଉଛି ମୋର ଟିକେ। ଓମ୍ ପ୍ରଭୁ। ଆଜ୍ଞା ପ୍ରଭୁଜୀ ଦେଖାଉଛି। ଓକେ, ଧନ୍ୟବାଦ। ତ ସେଇଥିପାଇଁ ଆମେ ଯେତେବେଳେ ବି କୌଣସି ଦୁଃଖ ଆସେ, ନ୍ୟାଚୁରାଲ ଏଇଟା କି ଆମେ ଯଦି କାହାକୁ ହରେଇ ଦିଅନ୍ତି, ତାହେଲେ ସେତେବେଳେ କଣ ଆମେ ସେଇ ଯୋଉ ଦୁଃଖ ମାଧ୍ୟମରେ ଆମେ କିଛି ଇମୋସନ, କିଛି ଭାବ ପ୍ରବଣତା, ଯୋଉ ଭଲ ପାଇବାକୁ ଥିଲା ସେ ଭଲ ପାଇବାର ଆଧାରରେ ଜେନେରେଟ ହୁଏ। ତେଣୁ ସେଇ ଭାବ ପ୍ରବଣତା କିଛି ସମୟ ପାଇଁ ଆମକୁ ଭଲ ଲାଗେ। ଆମକୁ ଲାଗେ କି ସେ ମୁଁ ତା ଉପରେ ତାର ଅଧିକାର ମୋର ଥିଲା ବୋଲି ସେ ଆଜି ମୋଠୁ ପଳେଇଛି। କିନ୍ତୁ ବହୁତ ଟାଇମରେ ସେ ଯୋଉ ଭାବ ପ୍ରବଣତା, ଏଠି ଭଗବାନ ଲେଖୁଛନ୍ତି ସେଥିପାଇଁ ନତ୍ୱଂ ଶୋଚିତୁମ୍। ହରେ କୃଷ୍ଣ। କିଏ କଣ କହୁଥିଲେ କି? ହରେ କୃଷ୍ଣ। ଦେଖୁନି ସବୁବେଳେ। ଓକେ, ମୋ ଭଏସ କ୍ଲିୟର ଅଛି ଓମ୍ ପ୍ରଭୁ? ଆଜ୍ଞା ପ୍ରଭୁ। ଓକେ, ବାସ୍ 2-3 ମିନିଟ୍ ଆମେ କନକ୍ଲୁଡ କରିବା। ଯେମିତି ମୁଁ କହୁଥିଲି, ଯେତେବେଳେ ଦୁଃଖ ଲାଗେ ସେତେବେଳେ କଣ ହୁଏ, ସେଇ ଯୋଉ ଦୁଃଖ ଥାଏ, ଯୋଉ ଇମୋସନ ଥାଏ, ସେଇଟା ଆମ ଜୀବନର କଣ୍ଟ୍ରୋଲ ପୋଜିସନ ଟା ନେଇଯାଏ। ଆମକୁ ବାଧ୍ୟ କରେ ପଛକୁ ଯିବା ପାଇଁ। ପାଷ୍ଟ ଆମେ ସବୁବେଳେ ସେଇ ଚେତନାରେ ହିଁ ଥାନ୍ତି କି ମୁଁ ତାକୁ ଆହୁରି ଭଲ ପାଇ ପାରିଥିଲି ହେଇଥାନ୍ତା, ମୁଁ ତାର ସେବା କରିଥିଲେ ହେଇପାରିଥାନ୍ତା, ସେ ମୋଠୁ ନ ଯାଇଥିଲେ ହେଇଥାନ୍ତା, କିଛି ବି। ତେଣୁ ତା ଦ୍ଵାରା କଣ ଆମେ ଭବିଷ୍ୟତକୁ ଦେଖି ପାରନ୍ତିନି। ସେଥିପାଇଁ ଯେତେବେଳେ ସେଇଟାକୁ କୁହାଯାଏ ଡିସ୍ ଏମ୍ପାୱାରିଂ। ସେ ଆମକୁ ଶକ୍ତି ସାମର୍ଥ୍ୟ ପ୍ରଦାନ କରେନି, ଯାହା ମାଧ୍ୟମରେ ଆମେ ଆମର ଯୋଉ ସେଇ ସମୟରେ ଯୋଉ ନେଗେଟିଭିଟି ଅଛି କି ଯୋଉ ଆମର ବାସ୍ତବ ଉପାଦେୟତା ୟୁଟିଲିଟି ଅଛି, ଆମେ ତାକୁ ପ୍ରାପ୍ତ ହେଇପାରନ୍ତିନି। ସେଥିପାଇଁ କୁହାହଉଛି କି ଗ୍ରିଫ that causes material emotion is always disempowering। ତେଣୁ ସେଥିପାଇଁ ଆମକୁ ଏଇ ଯୋଉ ଚେନ୍ ଟାକୁ ବ୍ରେକ୍ କରିବାର ଥାଏ। କେମିତି ଚେନ୍ ଟା ବ୍ରେକ୍ କରିବା? ଯେତେବେଳେ ଆମେ ଜାଣିବା ବାସ୍ତବରେ ଆମର ପରିଚୟ ହେଲା ଆମେ ଭଗବାନଙ୍କର ଶାଶ୍ୱତ ଆତ୍ମା। ଭଗବାନଙ୍କର ଆତ୍ମା ନୁହଁ, ଆମେ ଭଗବାନଙ୍କର, ଆମେ ସ୍ପିରିଚୁଆଲ, ଆମେ ଆତ୍ମା। ଆଉ ଯେହେତୁ ଆମେ ଆତ୍ମା, ତେଣୁ ଆତ୍ମା ଅବିନାଶୀ। ଆମେ ଆତ୍ମା, ଆମର ବିନାଶୀ ନାହିଁ। ସେତେବେଳେ ଆମେ ଜାଣିବା କି ବାସ୍ତବରେ ଆମେ ଯୋଉଥିପାଇଁ ଲ୍ୟାମେଣ୍ଟ କରୁଥିଲେ, ଯୋଉଥିପାଇଁ ଦୁଃଖ ଭୋଗୁଥିଲେ, ତାର ସେ ସବୁ ଜିନିଷ ମେଟେରିଆଲ ଥିଲା। ସେଥିପାଇଁ ଆମକୁ ଗୋଟେ, ଆମ ଯଦି କେହି କହିବ ରିଲେସନସିପ ବି, ତାହେଲେ ସେ ରିଲେସନସିପ କୁ ସ୍ପିରିଚୁଆଲ ଲେଭେଲକୁ ନବାକୁ ପଡିବ। ଯାହା ଦ୍ୱାରା ଆମେ ଲଭ୍ ଆଣ୍ଡ କେୟାର ଇଚ୍ ଅଦର ଭିତରେ ଡେଭଲପ କରିପାରିବା। ଯୋଉ ଲଭ୍ ଆଣ୍ଡ କେୟାର ଟା କେବେ ବି ସରିବନି, କାରଣ ସେଟା ଇଟରନାଲି ଏକ୍ସିଷ୍ଟେଣ୍ଟ। ସେଥିପାଇଁ କୁହାଯାଏ କି ଆମେ ଯେତେବେଳେ ଭଗବାନଙ୍କର ଭଲ ପାଇବା, ଆମେ ଭଗବାନଙ୍କର କେବଳ ଅଂଶ ନୁହେଁ। ଆଉ କେହି କହିବ ଯଦି we are only spiritual being, ଆମେ କେବଳ spiritual being ନୁହେଁ, ଆମେ we are eternal part of the supreme spiritual being। ଏମିତି ଆମେ ବୁଝିଲେ କଣ ହବ, ଇଜି ହବ କି ଆମେ କେବଳ ସ୍ପିରିଚୁଆଲ ବିଙ୍ଗ ମାନେ ଆମେ ଭାବିବା କି ଆମେ କେବଳ ରହିଯାଇଛେ, କିନ୍ତୁ ଆମେ ଭଗବାନ ସହିତ ଗୋଟେ ଲଭିଂ ରିଲେସନସିପ ଅଛି। ସେଥିପାଇଁ କୁହାଯାଏ ଡେଥ୍ ଇଜ ହୋପଲେସ୍। କାହିଁକି ନାଇଁ, ଏଇଟା ଆମର ଯାହା ଆସ୍ପିରେସନ ଅଛି, ସଫଳତା
कि विफलता न मतलब सफलता को नहीं जो आशा आकांक्षा अच्छी तो मटेरियल हैप्पीनेस अच्छी तो डेथ समय पूरा कंप्लीट आउ किसी नथिबो तेणु से डेथ समय जो दुख लगे बहुत क्रूर थाए क्रुएल आ से होपलेस सिचुएशन नु हमको बाहर के आसे को पड़ियो केमती बाहर जो आम आमर कॉन्शियसनेस टाको गोटे लेवल ऑफ रियलिटी जोटा बियॉन्ड डिस्ट्रक्शन आम बॉडीटा डिस्ट्रॉय हो ना तो वी हैव टू रेज आवर कॉन्शियसनेस टू द लेवल ऑफ रियलिटी दैट इज बियॉन्ड डिस्ट्रक्शन सेटा हला स्पिरिचुअल लेवल सेटा हला कोन कहले स्पिरिचुअल लेवल तो सेति डेथ इज नॉट फॉर अ डिवोटी एटलीस्ट डिवोटी भक्त मानक पई death is not a termination but a transition to the level of spiritual reality आउथरे कहि दोछि for a devotee death is for a devotee माने आमे एटा बुझंती बोली आमे अप्लाई करिया पई चाहंती वास्तव रे एटा सब बेले सत so death is not a termination but a transition to the spiritual reality बुझिना ट्रांजिशन माने आउट लेवल ऑफ अंडरस्टैंडिंग को आमे जाउछे सेति पे आमे हमरो हम चेतना को कॉन्शियसनेस को एलिवेट करिया दरकार कोठी की कहि परिबा एमते कि स्पिरिचुअल नॉलेज ट्रांसफर होपलेस एंड इनटू एंडलेस होप के बुझी पाइलो कि लास्ट स्पिरिचुअल नॉलेज ट्रांसफर आवर होपलेस एंड माने डेथ टू द एंडलेस होप माने हमें भगवान को सेवा पाई किछि भी जहाँ भगवान को प्रति पाई जहाँ भगवान को भल लागे एंडलेसली अनलिमिटेडली हमें आशा करि पारे एटला स्पिरिचुअल नॉलेज which can transform our hopeless end and a death into endless hope in spiritual realm बुझला समस्त खार किसी प्रश्न अछि के पचारि पारे प्रभु को ଯେତେବେଳେ ଭଗବତ ଗୀତା ପଢୁଛନ୍ତି ନା ସୁନ୍ଦର ଭାବରେ ବହିର ସାଇଡ ରେ ସବୁ अच्छी स्पेस अच्छी कि पेंसिल वगैरह रे नोट कर पारे बहुत बढ़िया बढ़िया पॉइंट जे कल्टीवेट कले इच्छा लागे बहुत पढ़िया पाई आमे टिके दूर को पळौछंती बोली हमको लागुची ना एटे कष्ट बोली हला तो निजे बुझीबा अन्य को पचारिबा हला हम प्राय टाइम रे कहे जाइबी कि भगवत गीता बुझी परनांती तो श्लोक ताको बुझिया ପାଇଁ ଚେଷ୍टा କରିବେ मते पचारि परिबे अरे मेसेज करिके कि रिकॉर्डिंग करिके निश्चय ताको टाइम देखि कहि देबे यदि के इनकेस बुझी परना तो चेष्टा करिया दरकार कि हम कोन बुझी ले केते प्रैक्टिकली अप्लाई कर परिबा ठीक अछि ओके फाइनल कार किछ प्रश्न अछि के पचारिया ପାଇଁ चाहंती पूजा माता जी हरे कृष्ण प्रभु जी नहीं प्रभु जी। ठीक अछि समझ चेष्टा करंतु भलो से भक्ति करिया ପାଇଁ हम सेशन को एटी विराम देबा अच्छा ओम प्रभु तुमर किछ प्रश्न अछि कि नहीं प्रभु ओके ताले कन्विंस होवा दरकार हम शरीर में आत्मा बोली एतिकी खाली सेल्फ रियलाइज नहीं गला ना ताले हम स्पिरिचुअल लाइफ रे आगो बहुत प्रोग्रेस कर पारे ओके तो काली मॉर्निंग रे हम भगवान कर हरि नाम जप करबा ता ପାଇଁ काली ପାଇଁ ମୁଁ କହି ଦଉଛି ଶିକ୍ଷାଷ୍ଟ କମ କିଏ ପଢିବ ସମସ୍ତେ ଟିକେ रेडी है कि अंकिता माता जी कल जो शिक्षाଷ୍ଟ कम पढ़िବ मॉर्निंग रे आज्ञा प्रभु जी हरे कृष्ण। ओके नेक्स्ट उत्तम प्रभु तमे 10 नाम अपराध करिवो चलिबो उत्तम प्रभु आगे आगे प्रभु नेक्स्ट स्वागतिका माता जी अनम्यूट कर पारिबो तो हरे पढ़ि कृष्ण। पारिबो भगवद गीता चैप्टर 12 खाली श्लोक रिसाइट कर पारिबो तमे हरे कृष्ण प्रभु जी आउथर कहबे सुबह गलानी भगवद गीता चैप्टर 12 श्लोक खाली रिसाइट करियार अछि खाली मॉर्निंग रे तुम कर पर हम जप पूर्व श्लोक रिसाइटेशन करूछे आज्ञा प्रभु जी। ठीक है समस्त पुनः धन्यवाद समस्त काले मॉर्निंग 5:45 पे ज्वाइन करिवे हरे कृष्ण श्रील प्रभुपाद की जय अनंत कोटि कृष्ण की जय ग्रंथराज भगवद गीता की जय गौर प्रेमानंद हरे हरे बोल हरे कृष्ण